ମା ତୁମେ ଏତେ ସାରା ଜିନିଷ କଣ ଆଣିଛ? ମୁଁ ସହରରୁ ଘର ସଜିବା ପାଇଁ ଲାଇଟ୍ ଆଉ କିଛି ବାଣ ଆଣିଛି ମା। 2 ଦିନ ପରେ ଦୀପାବଳି। ଆଜିଠୁ ମୁଁ ଏ ସବୁ ଜିନିଷ ବଜାରରେ ବିକ୍ରି କରିବି। ଆରେ ମା ତୁ କିଛି ଲାଇଟ୍ ରଖିନି, ଦୀପାବଳି ଦିନ ଘର ସଜେଇବୁ। ଠିକ ଅଛି ମା। ମା ମୁଁ କିଛି ବାଣ ରଖିବି, ଦୀପାବଳି ଦିନ ମୋ ସାଙ୍ଗମାନଙ୍କ ସହ ବାଣ ଫୁଟେଇବି। ହଁ ରଖିନି। ଶୁଣ ମା, ମୁଁ ଏବେ ନଦୀକୁ ଯାଉଛି ଗାଧେଇବା ପାଇଁ। ସବୁ ଜିନିଷ ଏଠି ରହିଲା, ମୁଁ ନ ଆସିବା ଯାଏଁ ତୁ ଘର ଛାଡି କୁଆଡେ ବି ଯିବୁନି। ମୁଁ ଆସିଲେ ସବୁ ଜିନିଷ ଧରି ବଜାରକୁ ଯିବି। ଆଚ୍ଛା ଠିକ ଅଛି ମା, ଚିନ୍ତା କରନି, ତୁମେ ଯାଅ, ମୁଁ ଏ ସବୁ ଜିନିଷ ଜଗିଥିବି। ଯା ହଉ ଏବେ ଯାଇ ସୁଯୋଗ ମିଳିଲା। କେତେ ବେଳଠୁ ଚଢେଇ ପଛରେ ଉଡି ଉଡି ଥକି ଗଲେଣି। ଆରେ ତମେ ପରା ଚଢେଇର ସବୁ ଜିନିଷ ଚୋରି କରିବାକୁ ସୁଯୋଗ ଖୋଜୁଥିଲ। ଏବେ ଯାଅ ତାର ସବୁ ଜିନିଷ ନେଇ ଆସ, ତାପରେ ଆମେ ପାଖ ଜଙ୍ଗଲର ବଜାରକୁ ଯାଇ ସେସବୁ ବିକ୍ରି କରିବା। ହଁ ମୋର ମନେ ଅଛି। ତୁ ଯା ଚଢେଇ ଛୁଆ ସହ କଥା ହେ, ମୁଁ ଚଢେଇର ସବୁ ଜିନିଷ ଚୋରି କରି ନେଇ ଆସିବି। ଆରେ ଚଢେଇ ଛୁଆ, ସର୍ବନାଶ ହେଇଗଲା। ତ ମା କଣ ହେଇଛି ଆଣ୍ଟି ମୋ ମାର? ତୁମେ ଏମିତି କାନ୍ଦୁଛ କାହିଁକି? ତ ମା ନଦୀରେ ବୁଡି ଯାଇଛି। ଯେତେ ଖୋଜିଲେ ବି ତ ମାର ପତା ମିଳୁନି। ତୁ ଶୀଘ୍ର ନଦୀକୁ ଯା। ନା ଏମିତି ହେଇପାରିବନି ମା, ମୁଁ ଏବେ ମୋ ମା ପାଖକୁ ଯିବି। ଚଢେଇ ଛୁଆ କାନ୍ଦି କାନ୍ଦି ନଦୀ ପାଖକୁ ଚାଲିଗଲା। ସେଇ ସୁଯୋଗରେ କାଉମାନେ ଚଢେଇର ସବୁ ଜିନିଷ ଚୋରି କରି ପାଖ ଜଙ୍ଗଲକୁ ଚାଲିଗଲେ। ଆରେ ମା ତୁ ଏଠି, ଆଉ ଏମିତି ଧଇଁ ସଇଁ ହେଇ କାହିଁ ଆସିଲୁ? ମା ତୁମେ ଠିକ ଅଛ? କାଉ ଆଣ୍ଟି ମତେ କହିଲେ ତୁମେ ନଦୀରେ ବୁଡି ଯାଇଛ, ସେଥିପାଇଁ ମୁଁ ଶୀଘ୍ର ନଦୀକୁ ଚାଲି ଆସିଲି। ମୁଁ ତ ଠିକ ଅଛି, କାଉ ଭଉଣୀ ମିଛ କାହିଁକି କହିବେ? ଆରେ ମା ମୁଁ କିଣିଥିବା ସବୁ ଜିନିଷ ଠିକ ଅଛି ତ? ନହେଲେ କାଉ ମାନେ। ଆରେ ମା ଚାଲ ଶୀଘ୍ର ଘରକୁ ଯିବା। କଣ ସର୍ବନାଶ ହେଇଗଲା। ମୁଁ କିଣିଥିବା ଜିନିଷ ତ ଏଠି ନାହିଁ। ଦୁଷ୍ଟ କାଉ ମାନେ ମୋର ସବୁ ଜିନିଷ ଚୋରି କରି ନେଇଗଲେ। ଚଢେଇ ସେମାନେ ନିଶ୍ଚୟ ନିଜ ଘରକୁ ଯାଇଥିବେ। ଚାଲ ଆମେ ଥରେ ତାଙ୍କ ଘରକୁ ଯିବା। ହଁ ଠିକ କହିଲ ମିଟୁ ଭାଇ, ଚାଲ ଶୀଘ୍ର ତାଙ୍କ ଘରକୁ ଯିବା। କଣ କାଉ ମାନଙ୍କ ଘରର କବାଟ ତ ବନ୍ଦ ଅଛି। ସେମାନେ ନିଶ୍ଚୟ ଘର ଛାଡି ଚାଲି ଯାଇଥିବେ। ସେ ଦୁଷ୍ଟ କାଉ ମାନେ ମୋର ଅନେକ ବଡ କ୍ଷତି କରିଦେଲେ। ଏବେ ମୁଁ ସେମାନଙ୍କୁ କୋଉଠି ଖୋଜିବି? ମୁଁ ଜମା କରିଥିବା ସବୁ ଟଙ୍କାରେ ଲାଇଟ୍ ଆଉ ବାଣ କିଣିଥିଲି। ଏବେ ମୁଁ କଣ ବିକ୍ରି କରି ଘର ଚଳେଇବି? ଆଉ କାନି ଚଢେଇ, ଯାହା ହେବାର ତ ହେଇଗଲା। ତୁ ଗୋଟେ କାମ କର, ମାଟିରେ କିଛି ଦୀପ ତିଆରି କରି ବିକ୍ରି କର। ଦୀପାବଳି ଦିନ ବେଶୀ ନହେଲେ ବି ଅଳ୍ପ କିଛି ମାଟିର ଦୀପ ବିକ୍ରି ହେଇଯିବ। ହଁ ମିଟୁ ଭାଇ, ତୁମେ ଠିକ କହିଲ। ମୁଁ ଆଜି ହିଁ ମାଟିରେ କିଛି ଦୀପ ତିଆରି କରିବି। ତା ଛଡା ମୋ ପାଖରେ ଆଉ କିଛି ବି ରାସ୍ତା ନାହିଁ। ମିଟୁ ଭାଇ ମତେ ଟିକେ ସାହାଯ୍ୟ କର। ଆଜି ମୁଁ କିଛି ବି ରୋଷେଇ କରିପାରିବିନି। ଆଜି ଦିନ ବେଳେ ତୁମେ ମୋ ଝିଅକୁ କିଛି ଖାଇବା ଦେଇଥାଅ। ଠିକ ଅଛି ଚଢେଇ, ତୁ ଚିନ୍ତା କରନି, ମୁଁ ତତେ ସାହାଯ୍ୟ କରିବି। ତ ଝିଅକୁ ଆମ ଘରକୁ ପଠେଇ ଦେବୁ। ତାପରେ ମା ଚଢେଇ ତା ଘରକୁ ଗଲା, ଆଉ କିଛି ମାଟି ଖୋଳି ଦୀପ ତିଆରିବା ଆରମ୍ଭ କଲା। ହେଲେ ସେ ଭଲ ଦୀପ ତିଆରି କରି ପାରିଲାନି। ଆରେ ମା ଏ ମାଟିରେ ଭଲ ଦୀପ ତିଆରି ହେଉନି। ମୁଁ ଯାଉଛି ଜଙ୍ଗଲ ଭିତରୁ କିଛି ଭଲ ମାଟି ନେଇ ଆସିବି। ମୁଁ ଆଜି କିଛି ବି ରୋଷେଇ କରିନି। ମିଟୁ ଭାଇଙ୍କ ସହ ମୁଁ କଥା ହେଇଛି, ଆଜି ଦିନଟା ତୁ ତାଙ୍କ ଘରେ ଖାଇବା ଖାଇ ଦେଇଥିବୁ। ଠିକ ଅଛି ମା, ମୁଁ ମିଟୁ ଅଙ୍କଙ୍କ ଘରକୁ ଚାଲିଯିବି। ତୁମେ ମୋ ପାଇଁ ବ୍ୟସ୍ତ ହୁଅନି, ତୁମେ ମାଟି ଆଣିବାକୁ ଯାଅ। ତାପରେ ଚଢେଇ କୋଦାଳ ଧରି ଭଲ ମାଟି ଖୋଜିବାକୁ ଗଲା। ଅନେକ ସମୟ ଖୋଜିଲା ପରେ ସେ ଗୋଟେ ଜାଗାରେ କିଛି ମାଟି ଦେଖି ପାଖକୁ ଗଲା। ଆରେ ବା, ଏଠି ତ ବହୁତ ଭଲ ମାଟି ଅଛି। ଏହି ମାଟିରେ ଦୀପ ବହୁତ ଭଲ ତିଆରି ହେବ। ମୁଁ ଏବେ କିଛି ମାଟି ନେଇ ଘରକୁ ଯାଏ। ଆରେ ଚଢେଇ ରହିଯା, ମତେ ଟିକେ ସାହାଯ୍ୟ କର।
ତୁ ଯଦି ମତେ ସାହାଯ୍ୟ କରିବୁ ତୁ ଯାହା ଚାହିଁବୁ ମୁଁ ତତେ ସବୁ ଦେଇପାରିବି। ଇ କଣ ତୁମେ ମାଟି ହେଇ କଥା କେମିତି କହିପାରୁଛ? ମୁଁ ସାଧାରଣ ମାଟି ନୁହଁ ଚଢ଼େଇ, ମୁଁ ଗୋଟେ ଯାଦୁର ଉପକାରୀ ଦୀପ ଘର। ମୁଁ ଘର ରୂପରେ ଏଠି ରହି ସମସ୍ତଙ୍କୁ ସାହାଯ୍ୟ କରୁଥିଲି, ହେଲେ କିଛି ବର୍ଷ ହେବ ଏଠାକୁ କେହି ବି ଆସିଲେନି। ମୁଁ କାହାକୁ ବି ସାହାଯ୍ୟ କରି ନ ପାରି ସାଧାରଣ ମାଟି ପାଲଟି ଗଲି। ତା ସହ ମୋ ଯାଦୁ ଶକ୍ତି ବି ଚାଲିଗଲା। ଚଢ଼େଇ ତୁ ଅଳ୍ପ କିଛି ପାଣି ଆଣି ମୋ ଉପରେ ଢାଳେ, ମୁଁ ପୁଣି ଥରେ ଦୀପ ଘର ହେଇଯିବି ଆଉ ତତେ ସାହାଯ୍ୟ କରିପାରିବି। ଏମିତି ଶୁଣି ଚଢ଼େଇ ପାଖ ନଦୀରୁ ଅଳ୍ପ କିଛି ପାଣି ଆଣି ମାଟି ଉପରେ ଢାଳିଲା। ମାଟି ସଙ୍ଗେ ସଙ୍ଗେ ଏକ ସୁନ୍ଦର ଦୀପ ଘରରେ ବଦଳିଗଲା। ଚଢ଼େଇ ତତେ ବହୁତ ବହୁତ ଧନ୍ୟବାଦ, ତୋ ପାଇଁ ମୁଁ ପୁଣି ଥରେ ଘର ହେଇପାରିଲି। ଆଚ୍ଛା ଚଢ଼େଇ, ତୁ କଣ ଦୀପ ତିଆରି କରିବା ପାଇଁ ମାଟି ଖୋଜୁଥିଲୁ? ତାପରେ ଚଢ଼େଇ ଦୀପ ଘରକୁ ତା ସହ ଯାହା ଯାହା ବି ଘଟିଥିଲା ସବୁ କହିଲା। ଆରେ ଆରେ, ସେ ପକ୍ଷୀମାନେ ତ ବହୁତ ଦୁଷ୍ଟ। ଚିନ୍ତା କରନି ଚଢ଼େଇ, ସେମାନେ ଖୁବ୍ ଶୀଘ୍ର ତାଙ୍କ ଶାସ୍ତି ପାଇବେ। ଚଢ଼େଇ ଏଇ କିଛି ଦୀପ ନେ, ଦୀପାବଳି ଦିନ ନିଜ ଘର ସଜେଇବୁ। ଆଉ କିଛି ବାଣ ବି ନେ, ତୋ ଝିଅକୁ ଦେବୁ। ଚଢ଼େଇ ଏଇ ହାଣ୍ଡିକୁ ବି ରଖ, ଏଇଟା ଗୋଟେ ଯାଦୁର ହାଣ୍ଡି। ଏ ହାଣ୍ଡିକୁ ତୁ ଯାହା ବି ଖାଇବା ମାଗିବୁ ସବୁ ପାଇବୁ। ଏସବୁ ଦେଖି ଚଢ଼େଇ ସେ ଦୀପ ଘରକୁ ଧନ୍ୟବାଦ ଜଣାଇଲା। ତାପରେ ସେ ସବୁ ଜିନିଷ ନେଇ ସେଠାରୁ ଚାଲିଗଲା। ସେତେବେଳେ ସେ ରାସ୍ତାରେ କାଉ ଆଉ ତାର ସ୍ତ୍ରୀ ଫେରୁଥିଲେ। ସେମାନେ ଚଢ଼େଇ ଆଉ ଦୀପ ଘରର ସବୁ କଥା ଶୁଣି ଅଟକି ଗଲେ। ଆରେ, ଆମ ଜଙ୍ଗଲରେ ଏମିତି ଗୋଟେ ଉପକାରୀ ଦୀପ ଘର ଅଛି, ଆମେ ଆଗରୁ ତ ଜାଣିନଥିଲେ। ଚାଲ ଚାଲ ତାକୁ ଅନେକ ଟଙ୍କା ମାଗିବା, ସେମିତିରେ ଆମ ଭାଗ୍ୟ ଖୋଲିଯିବ। ହଁ ତୁ ଠିକ କହିଲୁ, ହେଲେ ଆମେ ଟଙ୍କା ନୁହଁ, ଗୋଟେ ସୁନା ଘର ମାଗିବା। ସୁନା ଘର ପାଇଲେ ଆମେ ବହୁତ ଧନୀ ହେଇଯିବା। ସମସ୍ତେ ଆମର ପ୍ରଶଂସା କରିବେ ଆଉ ଆମର କଥା ମାନିବେ। ଆଚ୍ଛା ଠିକ ଅଛି, ଚାଲ ଚାଲ। ଦୀପ ଘର, ଆମେ ଶୁଣିଲୁ ତୁମେ ଗରିବ ଅସହାୟ ପକ୍ଷୀମାନଙ୍କୁ ସାହାଯ୍ୟ କର। ହଁ, ତମେ ମାନେ ଠିକ ଶୁଣିଛ, ମୁଁ ସମସ୍ତଙ୍କୁ ସାହାଯ୍ୟ କରେ। କୁହ ତମ ମାନଙ୍କୁ କଣ ଦରକାର? ଦୀପ ଘର, ଆମେ ବହୁତ ଗରିବ, ବେଳେ ବେଳେ ତ ଆମେ କିଛି ଖାଇବାକୁ ବି ପାଉନୁ। ଆମ ପରି ଆହୁରି ଅନେକ ଗରିବ ପକ୍ଷୀ ଅଛନ୍ତି। ଦୀପ ଘର, ତୁମେ ଆମକୁ ଗୋଟେ ସୁନା ଘର ଦିଅ, ଯେମିତି ଆମେ ନିଜ ସହ ଅନ୍ୟ ପକ୍ଷୀ ମାନଙ୍କର ବି ଉପକାର କରିପାରିବୁ। ହେଲେ ସୁନା ଘର ଜଙ୍ଗଲରେ ରଖିଲେ ତମେ ମାନେ କିଛି ବିପଦରେ ପଡିଯିବନି ତ? ନା ନା, ଆମେ କିଛି ବି ବିପଦରେ ପଡିବୁନି। ତୁମେ ଆମକୁ ଗୋଟେ ସୁନା ଘର ଦିଅ, ଆମେ ଅତି ଯତ୍ନରେ ସେ ଘରକୁ ରଖିବୁ। ତାପରେ ଦୀପ ଘର ଦୁଇ କାଉଙ୍କୁ ଗୋଟେ ସୁନା ଘର ଉପହାର ଦେଲା। ଦୁଇ କାଉ ସେ ଡକାୟତ ସେମାନଙ୍କୁ ଦେଖିଲେ। ଆରେ ଆରେ, ଏ ପକ୍ଷୀମାନେ ତ ସୁନା ଘର ନେଉଛନ୍ତି। ଘରଟି କେତେ ସୁନ୍ଦର ଚକଚକ କରୁଛି। ଆମେ ଯଦି ସୁନା ଘର ପାଇଯିବା ଆଉ ଚୋରି କାମ କରିବାକୁ ପଡିବନି। ଚାଲରେ ଏମାନଙ୍କଠୁ ତାଙ୍କ ସୁନା ଘର ଛଡେଇ ଆଣିବା। ଏମିତି କହି ଡକାୟତ ମାନେ କାଉ ମାନଙ୍କ ପାଖକୁ ଗଲେ ଆଉ ତାଙ୍କୁ ମାରିଦେବାର ଧମକ ଦେଇ ତାଙ୍କଠୁ ସୁନା ଘର ଛଡେଇ ନେଇଗଲେ। ଭୟରେ ଦୁଇ କାଉ କିଛି ବି କରିପାରିଲେନି। ଆରେ ଆରେ, ଏ କଣ ସର୍ବନାଶ ହେଇଗଲା। ମୁଁ ସେ ସୁନା ଘର ଭିତରେ ଚଢେଇର ଜିନିଷ ବିକା ଟଙ୍କା ବି ରଖିଥିଲି। ଡକାୟତ ମାନେ ଆମର ସବୁ କିଛି ନେଇଗଲେ। ଆମ ପାଖରେ ଆଉ କିଛି ବି ରହିଲାନି। ଚାଲ ଚାଲ, ଆମେ ପୁଣି ଥରେ ସେ ଦୀପ ଘର ପାଖକୁ ଯିବା, ସେ ଆମକୁ ନିଶ୍ଚୟ ସାହାଯ୍ୟ କରିବ। ତାପରେ ଦୁଇ କାଉ ଶୀଘ୍ର ଶୀଘ୍ର ଦୀପ ଘର ପାଖକୁ ଗଲେ ଆଉ ତାକୁ ସବୁ ଘଟଣା କହିଲେ। ମତେ କ୍ଷମା କରିବ, ମୁଁ ଆଉ ତମ ମାନଙ୍କୁ ସାହାଯ୍ୟ କରିପାରିବିନି। ମୁଁ କେବଳ ଥରେ ହିଁ ସାହାଯ୍ୟ କରେ। ତମେ ମାନେ ବହୁତ ଲୋଭୀ, ସେଥିପାଇଁ ଆଜି ଶାସ୍ତି ପାଇଲ। ଏବେ ଘରକୁ ଫେରିଯାଅ ଆଉ ପରିଶ୍ରମ କରି ଖାଇବା ଯୋଗାଡ଼ କର। ଏମିତି ଶୁଣି ମନ ଦୁଃଖରେ ଦୁଇ କାଉ ଘରକୁ ଫେରିଗଲେ। ସେପଟେ ମା ଚଢ଼େଇ ନିଜ ଘରକୁ ଫେରିଲା ଆଉ ତାର ଝିଅକୁ ସବୁ ଘଟଣା କହିଲା। ପରଦିନ ସକାଳେ, ମା ଆଜି ଦୀପାବଳି, ମୁଁ ମୋ ସାଙ୍ଗମାନଙ୍କ ପାଖକୁ ଯିବି, ମତେ କିଛି ମିଠା ଦିଅ। ଆଚ୍ଛା ହଉ, ଏବେ ଦେଉଛି।
ଯାଦୁର ହାଣ୍ଡି ମୋ ଝିଅକୁ କିଛି ମିଠା ଦିଅ। ଚଢ଼େଇର କଥା ସରୁ ସରୁ ଯାଦୁର ହାଣ୍ଡିରୁ ଅନେକ ସାରା ମିଠା ବାହାରିଲା। ସେତେବେଳେ ଦୁଇ କାଉ ସେଠାକୁ ଆସିଲେ। ଇ କଣ ତମେ ମାନେ ଏଠି? ମୋର ସବୁ ଜିନିଷ ଚୋରି କଲା ପରେ ବି କଣ ତମ ମାନଙ୍କୁ ଶାନ୍ତି ମିଳିଲାନି? ପୁଣି ଥରେ ଚୋରି କରିବାକୁ ଆସିଛ? ନା ଚଢ଼େଇ, ଆମେ ଚୋରି କରିବାକୁ ଆସିନୁ। ଆମେ ତତେ କ୍ଷମା ମାଗିବାକୁ ଆସିଛୁ। ଆମକୁ କ୍ଷମା କରିଦେ। ଆମେ ଆଉ କେବେ ବି ଚୋରି କରିବୁନି। ଭଲ ପକ୍ଷୀ ହେଇ ପରିଶ୍ରମ କରିବୁ, ଆଉ ତୋର ସବୁ ଟଙ୍କା ସୁଝିବୁ। ହଠାତ୍ ତମ ମାନଙ୍କର ଏମିତି ପରିବର୍ତ୍ତନ କେମିତି ହେଲା? ଦୁଇ କାଉ ଚଢ଼େଇକୁ ସବୁ ଘଟଣା କହିଲେ। ତମେ ମାନେ ନିଜ ଭୁଲ ବୁଝି ପାରିଲ ଜାଣି ମତେ ଖୁସି ଲାଗିଲା। ମୁଁ ତମ ମାନଙ୍କୁ କ୍ଷମା କରିଦେଲି। ଆଜି ଦୀପାବଳି, ଏଇ କିଛି ମିଠା ଆଉ ଦୀପ ନିଅ। ଏବେ ଘରକୁ ଯାଇ ଖୁସିରେ ଦୀପାବଳି ପାଳନ କର। ଏମିତି ଚଢ଼େଇ କାଉମାନଙ୍କୁ କ୍ଷମା କରିଦେଲା। କାଉମାନେ ଖୁସିରେ ଚଢ଼େଇକୁ ଧନ୍ୟବାଦ ଜଣାଇ ଦୀପ ଆଉ ମିଠା ନେଇ ଚାଲିଗଲେ। ଚଢ଼େଇ ଆଉ ତାର ଝିଅ ମିଶି ତାଙ୍କ ଘରକୁ ଦୀପରେ ସୁନ୍ଦର ଭାବରେ ସଜେଇଲେ। ଚଢ଼େଇ ଛୁଆ ତା ସାଙ୍ଗମାନଙ୍କ ସହ ମିଶି ବାଣ ଫୁଟେଇଲା। ଏମିତି ସମସ୍ତେ ଖୁସିରେ ଦୀପାବଳି ପାଳନ କଲେ।